What is peace? ଯଦି ତାକୁ କଗ୍ନିଟିଭ ମାଇଣ୍ଡ ରେ ପ୍ରୋସେସ ଆଉ ଇମାଜିନେସନ କରିବାକୁ ଚାହିଁବ ମଣିଷଟେ ପିସ୍ କ'ଣ ବୋଲି, ତେବେ ପିସ୍ଟା ହେଉଛି ଗୋଟେ ଫୁଡ, ଖାଦ୍ୟ, ଗୋଟେ ନିଡ୍। କାହାର ଦ ସେଲ୍ଫ, not what you are experiencing as you, what you live in। ତା ମାନେ ଯୋଉଟା ଅର୍ଡିନାରୀ ବ୍ରେନରେ ବୁଝି ହବ, ଯେମିତି ଏ ଶରୀରଟା ମୋର, ମୁଁ ନୁହେଁ, ଏ ଦେହଟା ମୋର, ହାତଟା ମୋର, ଆଖିଟା ମୋର, ତ ଟୋଟାଲ ଶରୀରଟା ହେଉଛି ମୋର। ଏଇଟା ଗୋଟେ ମେସିନ୍ ବୋଲି ଭଲ ଭାବରେ ବୁଝା ବି ପଡୁଛି, ଅନୁଭବ ବି ହଉଛି। ଆଉ ଏ ମେସିନ୍ର ଫଙ୍କସନ୍, ତା ଭିତରେ ଯୋଉ ଲକ୍ଷ ଲକ୍ଷ କୋଟି କୋଟି ଜିନିଷ ଅଛି, ସିଏ ବି ମୁଁ ଯାହାକୁ ମୁଁ ବୋଲି ଭାବୁଛି, ସିଏ ତାକୁ କଣ୍ଟ୍ରୋଲ କରୁନି, ନିୟନ୍ତ୍ରଣ କରୁନି, ଅପରେଟ୍ କରୁନି। ତ ଏଇ ଶରୀରର ଫୁଡ ହେଲା ଖାଦ୍ୟ। ସେ ତାକୁ ଖାଦ୍ୟ ଦେଲେ ସେ ଚାଲୁଛି, ଇଭଲ୍ଭ ହଉଛି, ସାନରୁ ବଡ଼ ହଉଛି। ତ ଏଇଟା ବୁଝିବାରେ କୌଣସି ବ୍ୟକ୍ତିତ୍ୱକୁ ଅସୁବିଧା ହବନି। ସେମିତି ଶରୀରକୁ ପୁଣି ଆହୁରି ନିଡ୍ ଅଛି, ଶୋଇବା ନିଡ୍ ଅଛି, ୱାସିଂର ନିଡ୍ ଅଛି, ସଫାର, ଏଗୁଡ଼ା ସବୁ ତାର ଖାଦ୍ୟ ଶରୀରର। ଥଣ୍ଡା ଗରମର ନିଡ୍ ଅଛି, ସେ ବି କୋଏକ୍ଜିଷ୍ଟାନ୍ସର ନିୟମ ଅନୁସାରେ, ସୋସିଆଲ ଆଇର ନିଡ୍ ଅନୁସାରେ ନୁହେଁ। ତାମାନେ ଥଣ୍ଡାକୁ ଯେତେବେଳେ ଯାଉଛି, ସେତେବେଳେ ବଡିକୁ ଗରମ ଦରକାର ହଉଛି, ସୋସିଆଲ ଆଇକୁ ନୁହେଁ। ଯେମିତି ଯଦି ତା ଉପରକୁ ଯିବା, ତାପରେ ଆଖିଟା ବି ମୋର, ମୁଁ ନୁହେଁ। ଆଖିକୁ ବି ବଢିଆ ବଢିଆ ଜିନିଷ, ବଢିଆ କଲର, ବଢିଆ ଜିଓମେଟ୍ରି, ବଢିଆ ପ୍ୟାଟର୍ନ, ଏଗୁଡ଼ା ସବୁ ଦେଖିବାକୁ ତାର ଗୋଟେ ଖାଦ୍ୟ। ସେଇଟା ସେ ଖାଇଦେଲେ, ସେଇଭଳିଆ ଜିନିଷ ଟିକେ ଦେଖିଦେଲେ ତାକୁ ଆଖିକୁ ଲାଗେ ଯେ ତା ଖାଦ୍ୟଟା ମିଳିଗଲା। ସେମିତି କାନଟା ବି ମୋର, ବଢିଆ ସାଉଣ୍ଡ, ବଢିଆ ସ୍ୱର, ବଢିଆ ଧ୍ୱନି, ମିଠା କଥା, ସ୍ନେହ, ମମତାର, ଆଦରର ଜିନିଷ, ଏଗୁଡ଼ା ହେଉଛି କାନର ଖାଦ୍ୟ। ସେମିତି ସବୁ ସେନ୍ସେସ୍ ଗୁଡ଼ା ଯେଉଁ ଅଛି, ସମସ୍ତଙ୍କର ଖାଦ୍ୟ ଅଛି। ଯେମିତି ନାକର ବଢିଆ ପରଫ୍ୟୁମ୍ଟେ ଶୁଙ୍ଘିଥିବେ, ବଢିଆ ତରକାରୀର ସ୍ମେଲଟା, ଏସବୁ ଜିନିଷ, ପାଟିର ହେଲା ଟେଷ୍ଟ। ସେମିତି ମାଇଣ୍ଡ ବି ଗୋଟେ ଅଛି, ସେଟା ବି ମୋର, ମୁଁ ନୁହେଁ। ମନଟା ବି ମୋର, ସେଟା ବି ମୋର ନୁହେଁ। ତ ଏଇ ପାଞ୍ଚଟା ଇନ୍ଦ୍ରିୟଙ୍କ ଦ୍ୱାରା ମନକୁ ବି ଫିଡ୍ କରାଯାଏ। ତାମାନେ ଏଇ ବାସ୍ନା, ଏଇ ଖାଦ୍ୟ, ଏଇ ଟେଷ୍ଟ, ବଢିଆ ସୁନ୍ଦର ଜୋମେଟ୍ରି, ବଢିଆ ସ୍ଥାନ, ବଢିଆ କଲର, ଏଇଗୁଡ଼ା ସବୁ ଦେଖିଲେ ମନକୁ ବି, ତାହେଲେ ମନର ବି ଖାଦ୍ୟ ଅଛି। ମନ ଯେତେବେଳେ ଭୋକିଲା ହେଇକି ଇରିଟେଟ୍ ହୁଏ ବା ଇନବାଲାନ୍ସ ହୁଏ, ସେତେବେଳେ ତାକୁ ଖାଦ୍ୟ ଫିଡ୍ କରିଦେଲେ ସିଏ ତାର ଷ୍ଟେଟକୁ ପଳେଇ ଆସେ। ଏଇଟା ଅଣ୍ଡରଷ୍ଟାଣ୍ଡ ନୁହେଁ, ଏଇଟା ସମସ୍ତେ ଅନୁଭବ କରୁଛନ୍ତି। ଏଇଟା ଅଣ୍ଡରଷ୍ଟାଣ୍ଡ କରିବା ପାଇଁ କୌଣସି ଫରେନ୍ ଟୁଲ୍ ବା କୌଣସି ସାଇଣ୍ଟିଫିକାଲ ଟୁଲ୍ର ଆବଶ୍ୟକ ନାହିଁ। ଏଇଟା ଏକ୍ସପିରିଏନ୍ସିଆଲ ମେଜରମେଣ୍ଟରେ ହିଁ ଅଣ୍ଡରଷ୍ଟାଣ୍ଡ କରିହେବ। ତା ଉପରକୁ ଯଦି ଯିବା, ତାପରେ ଆସିଲା ଦ ସୋସିଆଲ ଆଇ। ସୋସିଆଲ ଆଇ ମାନେ କ'ଣ? ସୋସିଆଲ ଆଇ ମାନେ ସେଭରାଲ ଆଇଡେଣ୍ଟିଟି। ସୋସିଆଲ ଆଇର ମାନେ ହେଉଛି ସେଭରାଲ ଆଇଡେଣ୍ଟିଟିର କମ୍ବିନେସନ୍। ତାମାନେ ଦ୍ୟାଟ୍ ଇଜ୍ ୟୋର ଇଗୋ। ଇଗୋ କନସିଷ୍ଟ ଅଫ୍ ସେଭରାଲ ପରିଚୟ। କେତେବେଳେ ବାପାର ପରିଚୟ, କେତେବେଳେ ଟିଚରର ପରିଚୟ, କେତେବେଳେ ସେ ସ୍କୁଲ ଷ୍ଟୁଡେଣ୍ଟର ପରିଚୟ, କେତେବେଳେ ମୁଁ ତାଠୁ ଅଧିକ ଜାଣିଥିବାର ପରିଚୟ, କେତେବେଳେ ସେ ଗାଁର ସିଭିଲିଆନର ପରିଚୟ, କେତେବେଳେ ମୁଁ ଅମକ କଣ୍ଟ୍ରିର କ'ଣ ସେଟା କୁହନ୍ତି, ସିଟିଜେନର ପରିଚୟ, କେତେବେଳେ ମୁଁ ଡକ୍ଟରର ପରିଚୟ, କେତେବେଳେ ସ୍ୱାମୀର ପରିଚୟ, କେତେବେଳେ ଭାଇର ପରିଚୟ। ଏ ସବୁର ପରିଚୟର କମ୍ବିନେସନ୍ ହେଉଛି ୟୋର ଇଗୋ। ତ ଏଇ ଇଗୋର ବି ଖାଦ୍ୟ ଅଛି। ସେ ସବୁ ଜିନିଷ ଥିବ, କିନ୍ତୁ ତା ଭିତରେ ଯଦି ସ୍ନେହଟା ବା ଚାଲିଟା ବା ଦବାର ଷ୍ଟାଇଲଟା ମିସ୍ କରିଗଲା,
से प्लेट रे सबुठु बढ़िया फेवराइट फूड अच्छी पार्टीर बा माइंडर किंतु से जो गेस्चर रे देला बा जो टाइमिंग रे एपट सेपट ହେଇଗଲେ सेटा इगो को आ ग्रहणीय नुहे तेणु इगोर भी खाद्य अच्छी से भलिया ये सब हूँ मोर ए शरीर मोर ए आखि मोर ए हाथ मोर ए माइंड मोर इगोटा भी मोर मु नुहे तो जमी समस्तଙ୍କର खाद्य अच्छी तेणु मोर भी खाद्य अच्छी से खाद्यटा हूँ पीस से पीस कौन दरकार जमी समस्ते इभल्व होती खाद्यटा खाइला पर इभल्व होती शरीरटा जो खाद्य कौच फिजिकाली इभल्व होची माइंड को जो खाद्य मिलूँ सी साइकोलोजिकली इभल्व होची जितेबाला विवेक बा इंटेलेक्ट फीड करा होची सेतेबाला मोरालिटी इभल्व होची।